धर्मात्मा परमेश्वर के नाम रे, मुक्तिदाता जिसुंके नाम रे, उद्धारकर्ता जिसुंके नाम रे, परित्राणकर्ता जिसुंके नाम रे, बोलो आउतरे, अंश अध्ययन करवा प्रार्थना सहित जीवन को आम आगे बढ़ा जो अनुरोध करी आम डीकन पानी महोत्सव जीवन संबंधी गोटे गीत आरंभ करेंगे प्रथम 2टा पद बोलिबा तापर आम बाकी Cobblestones glisten, the city hums low, drizzle soft whispers, where do thoughts go? The saxophone sighs in a soulful lament, a moment of peace that feels heaven sent. Through bookstore windows,
ask why we walk through the chapters, our lives intertwine with the hum of the world and this rhythm divine. Cafe lights shimmer, ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ their glow softly spill. ନୋହଙ୍କ ସମୟରେ ଜାହାଜ ନିର୍ମାଣ କରିଥିବା ବେଳେ ସେତେବେଳେ ଈଶ୍ୱର ଦୀର୍ଘ ସହିତ ହୋଇ ଅପେକ୍ଷା କରିଥିଲେ। Lifelong ସେହି ସମୟରେ ସେମାନେ ideals, ବାଧ୍ୟତା ହୋଇଥିଲେ ଅବାଧ୍ୟ each ହୋଇଥିଲେ sip of ସେହି the ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ is ଅର୍ଥାତ୍ brewed 8 with ପ୍ରାଣୀ intent. ଜଳ ମଧ୍ୟ ଦେଇ ରକ୍ଷା ପାଇଲେ। ସେଥିରେ The ପ୍ରତିରୂପ flavor of life ଅର୍ଥାତ୍ ଶରୀରର ମଳିନତା with the ନିଷ୍କରଣ note ନୁହେଁ, of କିନ୍ତୁ content. ଈଶ୍ୱରଙ୍କ ନିକଟରେ ବିବେକ ପାଇବା ନିମନ୍ତେ Reflections in the rain, a world so surreal. Each drop tells a story, each step helps us heal. The piano keeps time for the heart's tender swing, and the quiet affirms what no words need to say. ପ୍ରାର୍ଥନା କରିବେ ପୁଣି ଜୀବନ କାର୍ଯ୍ୟକୁ ଆଗକୁ ବଢ଼ିବେ। ସକଳ ଅନୁଗ୍ରହର ଆକର ସନ୍ନ୍ୟାଧିପତି ସଦାପ୍ରଭୁ ତୁମରି ମହତ୍ ନାମର ଧନ୍ୟବାଦ ପ୍ରଶଂସା ଗୌରବ କରୁଅଛୁ। ତୁମରି ସଂକଳ୍ପ ତୁମ ଯୋଜନା ଅନୁସାରେ 2 ଜଣ ଭଉଣୀ ଆଜି ବାପ୍ତିସ୍ମ ଗ୍ରହଣ କରିବା ପ୍ରସ୍ତୁତ ଅଛନ୍ତି। ତୁମେ ଆଗରୁ ସେମାନଙ୍କୁ ଜାଣିଛ, ନିରୂପିତ ସମୟରେ ତୁମ ନିକଟକୁ ଆସିବା ପାଇଁ ତୁମେ ଆହ୍ୱାନ କରିଛ ପାଇଁ ଧନ୍ୟବାଦ କରୁଛି। ପ୍ରଭୁ ତୁମେ ତୁମ ଦାସମାନଙ୍କୁ ଯେଉଁ ସମସ୍ତ ଅଧିକାର ପ୍ରଦାନ କଲ ତଦନୁସାରେ ଆଜି ଏ 2 ଜଣ ଭଉଣୀଙ୍କୁ ବାପ୍ତିସ୍ମ ଦେବା ପାଇଁ ଆମେ ଯାଉଛୁ। ପ୍ରଭୁ ତୁମେ ଦୟା କର, ଅନୁଗ୍ରହ କର, ପିତା ପୁତ୍ର ପବିତ୍ର ଆତ୍ମାର ବାପ୍ତିସ୍ମ ଦେବୁ। ଆଜିଠାରୁ ସେମାନଙ୍କର ଜୀବନ ଯେପରି ନୂତନ ଜୀବନ ହେବ, ନୂତନ ସ୍ୱଭାବ ହେବ, ଏପରି ଅନୁଗ୍ରହ କର। ପ୍ରାର୍ଥନା କରୁଛି ତୁମର କୃପାର ଦୃଷ୍ଟି ସେମାନଙ୍କ ଉପରେ ରଖ। ବାପ୍ତିସ୍ମ ଗ୍ରହଣ କଲା ପରେ ସେମାନେ ଯେପରି ତୁମକୁ ସାକ୍ଷୀ ଜୀବନ କାଟିବେ ଏପରି ଅନୁଗ୍ରହ କର। ପ୍ରାର୍ଥନା କରୁଛି ଯେଉଁମାନେ ବାପ୍ତିସ୍ମ ଗ୍ରହଣ କରିବେ ସେମାନଙ୍କୁ ଆଶୀର୍ବାଦ କର। ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ମହିମା ଗୌରବ ଯୀଶୁଙ୍କ ନାମରେ ମାଗୁଅଛୁ। ଆଜ୍ଞା ଗିରା ପରେ ଗୋଡ଼ ପକା ଟିକେ ଯାଉଛ ଟିକେ ତଳକୁ ଖାଲ ଥିବ କିଛି ଶୁଣା କିଛି ଶୁଣା ବାଲିଆ ହଁ ସେମିତି ଗୋଡ଼ ଗିରା ପରେ ଗୋଡ଼ ତଳେ ଗୋଡ଼ ଯାଆନ୍ତୁ ତଳି ପରେ ଦେଇ ଧୀରେ ଉତରୁ ଗାମୁଛା ମୋ ପଛିବା ପାଇଁ ଅଛି। ପବିତ୍ର ଧର୍ମଶାସ୍ତ୍ର ପ୍ରେରିତ 8 ଅଧ୍ୟାୟର 36-38 ପାଠ କରିବା। ପ୍ରେରିତ 8 ଅଧ୍ୟାୟର 36-38 ପାଠ କରିବା। ତାପରେ ମୁଁ ଅନୁରୋଧ କରିବି ପାଷ୍ଟର ପ୍ରାର୍ଥନା କରିବେ, ତାପରେ ଡୁବନ କାର୍ଯ୍ୟ କରାଯିବ। ପ୍ରେରିତ 8 ଅଧ୍ୟାୟ ତାର 36-38 ପଦରେ ଏପରି ଲେଖାଯାଏ, ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ। ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋର ବାପ୍ତିସ୍ମ ହେବା ନିମନ୍ତେ କ'ଣ ବାଧା ଅଛି? ଫିଲିପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି ତାହେଲେ ହୋଇପାରେ। ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର ଏହା ମୁଁ ବିଶ୍ୱାସ କରୁଅଛି। ପୁଣି ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ। ଆଉ ଫିଲିପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲାଇଗଲେ। ଆଉ ଫିଲିପ ତାଙ୍କୁ ବାପ୍ତିସ୍ମ ଦେଲେ। ପ୍ରଭୁ ପ୍ରତ୍ୟେକ ବାକ୍ୟରେ ତୁମର ଆଶୀର୍ବାଦ କରନ୍ତୁ। ମହାମହିମ ସ୍ୱର୍ଗୀୟ ପ୍ରଭୁ, ପୁନର୍ବାର ତୁମରି ଗୌରବ କରୁଛୁ, ଧନ୍ୟବାଦ କରୁଛୁ ତୁମର ଅନୁଗ୍ରହ ପାଇଁ। ଏବଂ ପ୍ରଭୁ ତୁମେ ଆପଣ ଲୋକମାନଙ୍କୁ ବାଛିଲ, ସର୍ବସମ୍ମୁଖରେ ସ୍ୱୀକାର କରିବାର ପ୍ରଭୁ ଏ ଅବକାଶ ତୁମେ ଦେଇଛ। ଯେଉଁମାନେ ଆଜି ଦୁଃଖିତ ହେବାକୁ ଯାଉଛନ୍ତି ସେମାନଙ୍କ ପ୍ରତି ତୁମେ ପ୍ରସନ୍ନଚିତ ହୁଅ। ପୁଣି ସମସ୍ତ କନଫେସନ୍ରେ ଆଶୀର୍ବାଦ କରିବା ସହ ତୁମ ଦାସ ଡୁବନ ଦେବେ ପ୍ରଭୁ, ତାଙ୍କ ପ୍ରତି ମଧ୍ୟ ତୁମର ପବିତ୍ର ଆତ୍ମାଙ୍କ ଅବଗାହନ ରହୁ ଏବଂ ସମସ୍ତ ପରିଶ୍ରମ
प्रभु तुम पुस्तक लिखित हो एवं प्रभु एत द्वारा स्वर्ग पुणी मर्त्य तुम लोक मान सहित तुम निर्धारित मंडली रे गौरवर कारण हवापाई अनुग्रह कर यीशु नाम रे प्रार्थना करुछु जो तुम नाम कौन गीतांजलि माँ प्रभु यीशु विश्वास करुଛୁ प्रभु जे एकमात्र ईश्वर परित्राणकर्ता विश्वास मध्य अच्छे विश्वास कर परित्राण प्राप्त विश्वास मध्य अच्छे यीशु को विश्वास कर अनंत जीवन पाइबे विश्वास अच्छे यही समय प्रिय भौणी गीतांजलि लिमा जीशुख्रीष्ट को निजर परित्राणकर्ता ग्रहण कर मंडली सम्मुखें उपस्थित समस्त सम्मुखें पिता पुत्र पवित्र आत्मा Pasok aja tuh, biar polai po. यीशु विश्वास करे परित्राण भाई विश्वास अच्छी स्वर्गराज्य अधिकारी भी विश्वास अच्छी जम्बू यही समय प्रिय भौणी जम्बुलिमा जीशुख्रीष्ट को निजर परित्राण कर्तव्य ग्रहण कर मंडली सम्मुखें उपस्थित समस्त सम्मुखें पिता पुत्र पवित्र आत्मा बातचीत चित्र स्वर्गवासी पवित्र प्रभु तुम्हारी महत् नामर धन्यवाद प्रशंसा गौरव करुछु तुम्हें अपना लोक मानू मंडली को जो समस्त अधिकार प्रदान करियछ से अधिकार अनुसार वर्तमान दिज भौणी को पिता पुत्र पवित्र आत्मा नाम बाप्तिस्म देयछु प्रभु तुम्हारी पवित्र पात्र प्रार्थना करी दुई भौणी को समर्पण करुछु से आशीर्वाद कर आज से नूतन जीवन नूतन स्वभाव धारण करेंगे अनुग्रह कर तुमको भय कर तुम सेवा करेंगे अनुग्रह कर यावत जीवन तुमको साक्षी जीवन काटे अनुग्रह कर प्रार्थना करुच्ची तुम्हें प्रभु प्रतिज्ञा कर केवल आम पिता पुत्र नाम पवित्र आत्मा जल बाप्तिस्म देछु कि तुम्हें अग्नि आत्मा बाप्तिस्म परमेश्वर तुम्हें से अग्नि आत्मा बाप्तिस्म दे ए जगत में तुम साक्षी जीवन काटे अनुग्रह कर प्रार्थना करुच्ची जो मैंने जीवन ग्रहण कर आशीर्वाद कर यीशु नाम मागुछु सर्वस्व पिता तुम नाम पवित्र मान्य हो राज्य आसु जेपरी स्वर्ग पृथ्वी मोर इच्छा सफल हो आज आम मानू प्रयोजन आहार दियो आम जमंत आपणा अपना क्षमा करछु जमंत आम सकल पद क्षमा कर परीक्षा मानपणा नहीं तुम रक्षा कर राजस्व पराक्रम गौरव सदा सदा तुम भर आमेन पिता पुत्र पवित्र आत्मा तुम्हारे असीम प्रेम अनुग्रह शांति बाप्तिस्म ग्रहण कर भौणी मान प्रति उपस्थित समस्त मंडी प्रति सदा सर्वदा हुंतु बोलो भाई पिता ईश्वर के नाम रे प्रभु यीशु के नाम रे परमात्मा परमेश्वर के नाम रे मुक्तिदाता यीशु के नाम रे क्षमाकारी यीशु के नाम रे बांटे बोलो हाथ टेके की बोलो ठीक सामना को आसी जिवे ता सहित स्थानीय मंडलीर पुणी कुमुल सिंह मंडलीर समस्त सम्मानीय सेवक मान अनुरोध करी से माने निज निज स्थान रे उभा हेबे सेतिकी बेले आमे शास्त्र रु गोटे अंश अध्ययन करिबा सेपट टिके मोह करिबे एटिके सामना रे
ନା ସିଆଡ଼େ ସିଆଡ଼େ ମୋ କରିବେ ସିଆଡ଼େ ଆମେ ଆଇବୁ ଇଆଡ଼କୁ ଆସ ବା ଏଠିକି ଆସ ସେଠି ବାସ ଆମେ ଶାସ୍ତ୍ରରୁ ଗୋଟିଏ ଅଂଶ ଅଧ୍ୟୟନ କରିବା ପ୍ରେରିତ ପୁସ୍ତକ 2 ପର୍ବର 41 ପଦ ଆମମାନଙ୍କର ଡିକନ ପାଣି ମହାଶୟ ଅଧ୍ୟୟନ କରିବେ ତାପରେ ପ୍ରାର୍ଥନାର ସହିତ ସେମାନଙ୍କୁ ଆମେ ଆନୁଷ୍ଠାନିକ ଭାବେ ଗ୍ରହଣ କରିବୁ। ଏଠାରେ ଏହି ପ୍ରକାର ଲେଖାଯାଏ, ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ଆଉ ସେହି ଦିନ ପ୍ରାୟ 3,000 ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ। ପ୍ରଭୁ ପଠିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସଂଯୁକ୍ତ ମାନେ କଣ ଆଜ୍ଞା? ଯୋଡ଼ି ହେବା ନାଇଁ କି? ହେଲେ ଯେତେବେଳେ ଗୋଟେ ପୁଅ ଆଉ ଝିଅ ବିବାହ କରନ୍ତି, ବିବାହ କରିବା ପର୍ଯ୍ୟନ୍ତ ସେମାନେ 2 ଜଣ ରୁହନ୍ତି। ବର୍ଷେ କି 2 ବର୍ଷ ପରେ ପ୍ରଭୁ ଯେତେବେଳେ ଅନୁଗ୍ରହ ଦାନ ସ୍ୱରୂପ ସନ୍ତାନ କି ସନ୍ତତି ସେ ପରିବାରରେ ଦିଅନ୍ତି, ସେତିକି ବେଳେ ଆମେ 2 ଜଣ ବୋଲି କହୁଛୁ ନା 3 ଜଣ ବୋଲି କହୁଛୁ? ଆଜ୍ଞା 3 ଜଣ ନାକି? ପରିବାରର ଗୋଟିଏ ସଦସ୍ୟ କି ସଦସ୍ୟା ଆସିଲେ। ହାଲେଲୁୟା। ଠିକ ସେମିତି ଆଧ୍ୟାତ୍ମିକ ଭାବେ ଈଶ୍ୱରଙ୍କ ମଣ୍ଡଳୀ ନିମନ୍ତେ ଆନୁଷ୍ଠାନିକ ଭାବରେ ଆଉ 2 ଜଣ ଭଉଣୀ ମାନେ ସଂଯୁକ୍ତ ହେଇଛନ୍ତି। ହାଲେଲୁୟା। ସମସ୍ତେ ଟିକେ କରତାଳ ଦେବା। ଏତେବେଳେ ଆମେ ପ୍ରାର୍ଥନାର ସହିତ ଆଉ ଭଉଣୀ ମାନଙ୍କୁ ମଣ୍ଡଳୀର ସଭ୍ୟା ଭାବରେ ଆମେ ଗ୍ରହଣ କରିବା, ଚକ୍ଷୁ ବନ୍ଦ କରିବା। ଗୌରବମୟ ସ୍ୱର୍ଗୀୟ ପ୍ରଭୁ ତୁମରି ଆଶ୍ଚର୍ଯ୍ୟ ମହତ୍ ନାମର ଗୌରବ ମହିମା ପ୍ରଶଂସା କରୁଛୁ। ପୁଣି ସମସ୍ତ ସେବା ଆରାଧନା ଭୟ କେବଳ ଆମେ ତୁମ୍ଭକୁ ଦଉଛୁ। ପୁଣି ଧନ୍ୟବାଦ କରୁଛୁ ସମୟ ପାଇଁ, ଅନୁଗ୍ରହ ପାଇଁ। ତୁମେ ମନରେ ପ୍ରେରଣା ଦେଲ, ମନ ପରିବର୍ତ୍ତନର ସ୍ୱରୂପ, ବିଶ୍ୱାସର ପ୍ରତୀକ। ପ୍ରଭୁ ଡୁବିତ ହୋଇ ଏମାନେ ତୁମକୁ ସର୍ବସମ୍ମୁଖରେ ସ୍ୱୀକାର କରିଛନ୍ତି। ଆନୁଷ୍ଠାନିକ ଭାବରେ ସେମାନଙ୍କୁ ମଣ୍ଡଳୀର ସଭ୍ୟା ଭାବରେ ଆମେ ଗ୍ରହଣ କରୁଛୁ। ତଦ୍ୱାରା ତୁମେ ଆପଣାର ସ୍ୱର୍ଗୀୟ ମଣ୍ଡଳୀରେ ମଧ୍ୟ ସେମାନଙ୍କୁ ତୁମେ ଗ୍ରହଣ କରି ମହିମାନ୍ୱିତ ହୁଅ। ପିତା ପ୍ରାର୍ଥନା କରୁଛୁ, ତୁମେ ଯେଉଁ ଅଧିକାର ଆପଣା ମନୋନୀତ ସେବକ ମାନଙ୍କୁ ଦେଇଛ, ସେହି ଅଧିକାର ଅନୁଯାୟୀ ଆଜି ସେମାନଙ୍କୁ ଆମେ ହସ୍ତ ମିଳନ ପୂର୍ବକ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଗ୍ରହଣ କରିବୁ। ତଦ୍ୱାରା ପ୍ରଭୁ ସ୍ୱର୍ଗରେ ଆନନ୍ଦ ହେଉ ଏବଂ ମହିମାନ୍ୱିତ ହୁଅ। ଏହି ମଣ୍ଡଳୀକୁ ତୁମ ଚରଣ ତଳେ ସମର୍ପଣ କରୁଛି। ପ୍ରଭୁ ଆହୁରି ଆହୁରି ନୂଆ ନୂଆ ଆତ୍ମା ମାନ ଯେପରି ତୁମର ପରିଚୟ ପାଇବେ, ମଣ୍ଡଳୀକୁ ତଦ୍ରୂପ ପବିତ୍ର ଆତ୍ମାଙ୍କ ଦାନ ଦେଇ ଦିନକୁ ଦିନ ଯେପରି ଆଦ୍ୟ ମଣ୍ଡଳୀ ପ୍ରତିଦିନ ବୃଦ୍ଧି ପ୍ରାପ୍ତ ହଉଥିଲା, ସେହିଭଳି ଦେବଦଳା ମଣ୍ଡଳୀ ମଧ୍ୟ ଦିନକୁ ଦିନ ଆତ୍ମା ନୂଆ ଆତ୍ମା ପ୍ରାପ୍ତ ସଂଯୁକ୍ତରେ ତୁମ ଆଗମନ ଯାଇ ବୃଦ୍ଧି ପ୍ରାପ୍ତ ହଉ। ଗୌରବ ମହିମା ତୁମକୁ ଦଉଛୁ। ସେମାନଙ୍କର ବିଶ୍ୱାସ ଦୁର୍ଦିନରେ ସ୍ଥିର ଦୃଢ ହଉ। ମଣ୍ଡଳୀର ସହଭାଗିତାରେ ପ୍ରାର୍ଥନାରେ ଏକାଗ୍ର ଚିତ୍ତରେ ସଦାସର୍ବଦା ଯୋଗଦାନ କରିବା ସହିତ ବିଶ୍ୱାସର ଭବିଷ୍ୟତ ଜୀବନ ମଙ୍ଗଳ ଆଶୀର୍ବାଦର କାରଣ ହଉ। ଗୌରବ ମହିମା ପ୍ରଶଂସା କେବଳ ତୁମକୁ ଦେଇ ସ୍ୱର୍ଗୀୟ ପିତା ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛି, ଆମେନ୍। ମୁଁ ଅନୁରୋଧ କରିବି ମୋ ସହିତ ମଣ୍ଡଳୀର ଡିକନ ମାନେ, ପୁଣି ପ୍ରାଚୀନ ମାନେ, ମୁଖ୍ୟ କର୍ମକର୍ତ୍ତା, ଚାଳକ, ମଣ୍ଡଳୀର କର୍ମକର୍ତ୍ତା, ଦେବଦଳା ମଣ୍ଡଳୀର କର୍ମକର୍ତ୍ତା ମାନେ ମଧ୍ୟ ଆସିବେ ସମସ୍ତେ। ଆଉ ଆମମାନଙ୍କର ଚାଳିକା ପାଳିକା ମା ଆସିବେ। ସେମାନଙ୍କୁ ହସ୍ତ ମିଳନ ପୂର୍ବକ ସେମାନଙ୍କୁ ଆନୁଷ୍ଠାନିକ ଭାବେ ଆମେ ଗ୍ରହଣ କରିବା। ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଆପଣଙ୍କୁ ମଣ୍ଡଳୀର ସଭ୍ୟା ଭାବରେ ଗ୍ରହଣ କରୁଛୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଆପଣଙ୍କୁ ମଣ୍ଡଳୀର ସଭ୍ୟା ଭାବରେ ଗ୍ରହଣ କରୁଛୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ধন্যবাদ।
ବସନ୍ତୁ ଭଉଣୀମାନେ। ଯଦି କିଛି ବିଜ୍ଞାପନ ଅଛି ମଣ୍ଡଳୀର ସମ୍ପାଦକ ମହାଶୟ ଆସିବେ ବିଜ୍ଞାପନ ଦେବେ, ତାପରେ ଆମେ ଶେଷ କରିବାକୁ ଯିବା।